ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସକାଳ। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ମୁଁ ମଧ୍ୟ ପୁରା ଭଲରେ ଅଛି। ସକାଳୁ ସକାଳୁ ବୋଉ ଆମର ଶାଗୁ ମିଶ୍ରି ପଣା ରେଡ଼ି କରିଦେଇଛି ଆଉ ମୋତେ ଦେଇଦେଲା ପିଇବା ପାଇଁ। ମୁଁ ଶାଗୁ ମିଶ୍ରି ପଣା ପିଇ ଦେଇକି ଯାଇଥିଲି ଗାଁ ଭିତରକୁ, କାରଣ ଆଜି ଆମ ଗାଁରେ ମେଳା ଯେହେତୁ ଏବେ ରୋଷେଇ କାମ ପୁରା ଆରମ୍ଭ ହେଇଗଲାଣି। କାମ କରୁନ କାମ କରୁନୁ କଦଳୀ ବସ୍ତା କାଟୁଛନ୍ତି, ଆଳୁ ବସ୍ତା କାଟୁଛନ୍ତି, କଦଳୀ ବସ୍ତା କାଟୁଛନ୍ତି, 6 କିଲୋ କାଟୁଛନ୍ତି। ସାଙ୍ଗମାନେ ରାତି ପ୍ରାୟ 2ଟା 3ଟାରୁ ପରିବା କଟାକଟି ଷ୍ଟାର୍ଟ ହେଇଥିଲା। ଏବେ ଆସିକି ସକାଳ ହେଲେ ଏବେ ସରିବା ଉପରେ ଆସିଲାଣି। ଏପଟେ ଭୋଜି ମଧ୍ୟ ଚାଲିଛି। ଚାଲନ୍ତୁ ଏବେ ଆମେ ଘରକୁ ଯିବା, ଦେଖିବା ଘରେ କ'ଣ ସବୁ ଚାଲିଛି। ଲକ୍ଷ୍ମୀ ପୂଜା ମୋ ପୁଅକୁ ଗାଧୋଇବାକୁ ତର ହେଇ କ'ଣ କରିବ, ଯେତେ କହିଲେ ଶୁଣିକି ଚାହୁଁନି। ହଁ ସାଙ୍ଗମାନେ ଘରକୁ ଆସିଲା ପରେ ବୋଉଠୁ ଟିକେ ଗାଳି ଶୁଣିବାକୁ ପଡ଼ିଥିଲା, କାରଣ ମୁଁ ଏପର୍ଯ୍ୟନ୍ତ ଗାଧେଇନି। ଆଜି ଘରେ ଗୋଟେ ପୂଜା ଚାଲିଥିଲା। କ'ଣ କରିବା, ଲେଟ୍ ତ ହେଇଗଲାଣି। ଯିବା ପୂର୍ବରୁ ଆମ ଗାଡ଼ିକି ଭଲ ଭାବରେ ଟିକେ ଗାଧେଇ ଦେବା, କାରଣ କାଲି ଗୋଟେ ଯେଉଁ ବାହାଘର ଭଡ଼ା ଥିଲା, ସେ ଯେଉଁ ଫୁଲ ସଜା ହେଇଥିଲା, ସେ ଅଠା ଗୁଡ଼ା ନହେଲେ ଆଉ ଛାଡ଼ିବନି। ଗାଡ଼ିକି ଭଲ ଭାବରେ ଧୁଆଧୁଇ କରିଦେଇକି ବର୍ତ୍ତମାନ ଆସିକି ପହଞ୍ଚିଲେ ଆମର ନଈରେ। ତା ସହିତ ମୋ ସାଙ୍ଗ ପିଲା ମଧ୍ୟ ମୋ ସହିତ ଯାଉଛନ୍ତି ଗାଧେଇବା ପାଇଁ। ଚାଲ ଆଜି ଆଉ ବେଶୀ ସମୟ ଭାଡ଼ିରେ ବସିବାନି, କାରଣ ଆଉ ଗୋଟେ ଭଡ଼ା ପୁଣି ଆସିଯାଇଛି। ନଈରୁ ସାଙ୍ଗେ ସାଙ୍ଗେ ଗାଧେଇକି ପଳେଇ ଆସିଥିଲି ଘରକୁ। ଘରକୁ ଆସିଲା ପରେ ଜଣାପଡ଼ିଲା ଆମର ଭୋଗ ଯେଉଁ ବସିଥିଲା ମନ୍ଦିରରେ ଆସିଯାଇଛି। ପ୍ରଥମେ ଠାକୁରଙ୍କୁ ମୁଣ୍ଡିଆ ମାରିଦେବା, ତାପରେ ଆମର ଭୋଗ ଟିକେ ପାଇକି ଆମର କର୍ମକ୍ଷେତ୍ରକୁ ବାହାରିଯିବା। ଚାଲନ୍ତୁ ଏବେ ଯିବା। ଯିବା ପୂର୍ବରୁ ଆମ ଗାଁରେ ଯେଉଁ ମେଳା ହେଉଛି, ସେ ଭୋଜି ବଣ୍ଟା କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ବୋଉ ଆମର ବର୍ତ୍ତମାନ ହଣ୍ଡା ଡେକ୍ଚି ଧରିକି ଆସିଗଲେଣି ଦୁଆରକୁ ଭୋଜି ନେବା ପାଇଁ। ଆଉ ଭୋଜି ତ ଆସିଲାଣି, ଆଉ ଏବେ ନ ଖାଇଗଲେ ହେବ କି? ଚାଲନ୍ତୁ ଜଲ୍ଦି ଜଲ୍ଦି ଟିକେ ଖାଇଦେଇକି ପଳେଇବା, କାରଣ ସମୟ ଆସିକି 12ଟା ପରେ ହେଲାଣି। ଆଉ ସେ ଲୋକ ମଧ୍ୟ ଫୋନ୍ ମଧ୍ୟ କରିକି ବ୍ୟସ୍ତ କଲେ। ସାଙ୍ଗେ ସାଙ୍ଗେ ଗାଡ଼ି ଧରିକି ବାହାରିଥିଲି ମୋର ଡ୍ୟୁଟି। ଆଉ ଭୁବନେଶ୍ୱର ମଧ୍ୟ ପହଞ୍ଚାଇଥିଲି। ଭୁବନେଶ୍ୱର ତାଙ୍କୁ ଛାଡ଼ିଦେଲା ପରେ ମୋର ଆଉ କିଛି କାମ ନାହିଁ, ସାଙ୍ଗେ ସାଙ୍ଗେ ରିଟର୍ନ ପଳେଇ ଆସିଥିଲି ଗାଁକୁ। ଗାଁକୁ ଆସିଲା ପରେ ଜଣାପଡ଼ିଲା ଆମ ଗାଁ ଭିତରେ ବର୍ତ୍ତମାନ ମ୍ୟାଚ୍ ଗୋଟେ ଚାଲିଛି। ଆମ ସାହି ପିଲା ମୋତେ ମନା କଲେ, ଆମ ସାହିରେ ଅଧିକ ପିଲା ହେଇଛନ୍ତି, ତୁ ଆର ସାହି ପଟେ ଖେଳେ। ଏବଂ ଆର ସାହି ପଟେ ମଧ୍ୟ ମୁଁ ଖେଳିଥିଲି। ଏବେ ଆମେ ମଧ୍ୟ ଜିତି ଯାଇଥିଲୁ। ସେଇ ଖୁସିରେ ଟିକେ ଥଣ୍ଡା ପିଇବୁ। ଆମ ଥଣ୍ଡା ବର୍ତ୍ତମାନ ଆସିଗଲା। ଆଙ୍କ ଟିମ୍ରେ ମୋତେ ଇଏ ଖେଳାଇ ନଥିଲେ, ଆଙ୍କୁ ଆମେ ପରାସ୍ତ କରି ଫାଇନାଲ୍ ଜିତିଲୁ। ଟିକେ ମୁହଁ ଟିକେ ଦେଖାଇଦିଅ। ଭଲ ହେଇଛି, ମୁଁ ଆଙ୍କ ଟିମ୍ରେ ଖେଳିନି, ଫାଇନାଲ୍ ଟିମ୍ରେ ମୁଁ ଖେଳିଛି। ଆଉ ଆମେ ଫାଇନାଲ୍ ମଧ୍ୟ ଜିତି ଯାଇଛୁ। ମୁହଁ ଟିକେ ଦେଖାଇଦିଅ। ଚାଲିଲୁ ଆମେ ଏବେ ଥଣ୍ଡା ପିଇବା ପାଇଁ। ଥଣ୍ଡା ସାଙ୍ଗମାନେ ଖେଳା ଖେଳି ସରିଲା ପରେ ମୁଁ ଆସିଥିଲି ଆମର ଗାଁ ମେଳା ଭୋଜି ଖାଇବା ପାଇଁ, କାରଣ ଦ୍ୱିପହରେ ମୁଁ ଭୋଜି ଖାଇପାରିନଥିଲି, ପଳେଇଥିଲି ଡ୍ୟୁଟି। ଖାଇଲା ପରେ ମୁଁ ଆସିଯାଇଥିଲି ବର୍ତ୍ତମାନ ଜଗନ୍ନାଥ ମନ୍ଦିର ଆମର ରଣପୁର। ଠାକୁରଙ୍କୁ ପ୍ରଥମେ ଦର୍ଶନ କରିଥିଲୁ, ଆଉ ତାପରେ ଆମର କିଛି କାମ ଥିଲା, ଆମେ 2 ଜଣ ଆଗ ମିଶିକି ଆମର କିଣାକିଣି ଟିକେ କରିଦେଇଥିଲୁ। ତାପରେ ରିଟର୍ନ ପଳେଇ ଆସିଥିଲୁ ଆମର ଗାଁକୁ। ଗାଁ ଛକରେ ଥିବା ଗୋଟେ ପାନ ଦୋକାନରେ ବସିକି ଟିକେ ଖଟିଗଲୁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗୁଛି, ଟିକେ ଲାଇକ୍ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲୁ, ଜୟ ଜଗନ୍ନାଥ।